ନମସ୍କାର ସାଙ୍ଗମାନେ, ଆଜିର ରଚନା ହେଉଛି ବୃକ୍ଷରୋପଣ ବା ବନ ମହୋତ୍ସବ। ଉପକ୍ରମ। ବୃକ୍ଷ ବା ଗଛ ହେଉଛି ଆମର ଘନିଷ୍ଠ ବନ୍ଧୁ। ଏହା ବିନା ଆମର ଜୀବନ ଅଧୁରା ଅଟେ। ବୃକ୍ଷ ଆମର ବହୁତ ଉପକାର କରିଥାଏ। ଆମର ଅନେକ ଆବଶ୍ୟକତା ପୂରଣ କରିଥାଏ। ତେଣୁ ଆମକୁ ବୃକ୍ଷରୋପଣ କରିବା ଆବଶ୍ୟକ। ବୃକ୍ଷ ହେଉଛି ଆମର ଜୀବନ। ବୃକ୍ଷ ହ୍ରାସ ହେବାର କାରଣ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା କାରଣରୁ ଲୋକଙ୍କ ରହିବା ପାଇଁ ବୃକ୍ଷ ବହୁତ ପରିମାଣରେ କଟାଯାଉଛି। ଏତେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଜମି ନଥିବାରୁ ଜଙ୍ଗଲ କଟାଯାଉଛି। ସେଠି ନୂତନ ସହରମାନ ତିଆରି କରାଯାଉଛି। ପୁଣି ଲୋକମାନେ ପୋଡୁ ଚାଷ କରିବା ପାଇଁ ଜଙ୍ଗଲ ନଷ୍ଟ କରୁଛନ୍ତି। ପ୍ରାୟ ପ୍ରତିବର୍ଷ ଜଙ୍ଗଲର ପରିମାଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ନଦୀବନ୍ଧ ଯୋଜନା ତିଆରି ଉଦ୍ଦେଶ୍ୟରେ ମଧ୍ୟ ଜଙ୍ଗଲ କଟାଯାଉଛି। ଲୋକମାନେ କାଠ ପାଇଁ ମଧ୍ୟ ଜଙ୍ଗଲ କାଟୁଛନ୍ତି। ବୃକ୍ଷରୋପଣର ଉପକାର। ବୃକ୍ଷ ଆମର ଘନିଷ୍ଠ ମିତ୍ର ଅଟେ। ବୃକ୍ଷ ଆମକୁ ଅନେକ ଉପାୟରେ ସାହାଯ୍ୟ କରିଥାଏ। ବୃକ୍ଷ ଆମକୁ ଫଳ, ଫୁଲ, ଛାୟା, ଔଷଧ, ଶାଗ ପ୍ରଦାନ କରିଥାଏ। ବୃକ୍ଷରୁ ଆମେ ଅମ୍ଳଜାନ ପାଇଥାଉ, ଯାହା ଆମ ଜୀବନ ଅଟେ। ବୃକ୍ଷ ଦ୍ୱାରା ଆମର ବାୟୁମଣ୍ଡଳ ସନ୍ତୁଳିତ ଅବସ୍ଥାରେ ରହିଥାଏ। ବୃକ୍ଷ ସାହାଯ୍ୟରେ ଆମେ ଗୃହ ନିର୍ମାଣ, ଚୌକି, ଟେବୁଲ ଆଦି ସାଜସଜ୍ଜା ଜିନିଷ ନିର୍ମାଣ କରିଥାଉ। ପଶୁପକ୍ଷୀମାନେ ଜଙ୍ଗଲରେ ବସବାସ କରିଥାନ୍ତି। ପ୍ରକୃତିରେ ବୃକ୍ଷ ବିନା ଆମର ଜୀବନ କିଛି ନୁହେଁ। ତେଣୁ ଆମକୁ ବୃକ୍ଷରୋପଣ କରିବା ଆବଶ୍ୟକ। ବୃକ୍ଷ ଯେପରି ନଷ୍ଟ ନ ହେବ, ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ପଡ଼ିବ। ବନ ମହୋତ୍ସବ ପାଳନ। ଗଛ କାଟିବା ଉଚିତ ନୁହେଁ, କାରଣ ବୃକ୍ଷ ଲୋପ ପାଇଲେ ଆମର ଜୀବନ ଅସହ୍ୟ ହୋଇପଡ଼ିବ। ତେଣୁ ଆମକୁ ନୂତନ ଜଙ୍ଗଲ ଲଗାଇବାକୁ ପଡ଼ିବ। ଜଙ୍ଗଲ ବିନା ଆମର ପରିବେଶ ନଷ୍ଟ ହୋଇଯିବ। ତେଣୁ ବୃକ୍ଷରୋପଣ ନିହାତି କରିବାକୁ ପଡ଼ିବ। ତେଣୁ 1950 ମସିହାରୁ ଆମ ଦେଶର ସବୁଠାରେ ବନ ମହୋତ୍ସବ ପାଳନ କରାଯାଉଛି। ଏହାକୁ ପ୍ରତିବର୍ଷ ଆଷାଢ଼ ମାସରେ ଏକ ସପ୍ତାହ ଧରି ପାଳନ କରାଯାଉଛି। ଏହି ସପ୍ତାହକୁ ବନ ମହୋତ୍ସବ ସପ୍ତାହ କୁହାଯାଏ। ଏହାକୁ ପାଳନ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଆଗ୍ରହ ସୃଷ୍ଟି କରାଯାଇପାରୁଛି। ଶେଷ କଥା, ବୃକ୍ଷରୋପଣ ଆମର ପରମ ଧର୍ମ ହେବା ଆବଶ୍ୟକ। ଏହାଦ୍ୱାରା ଆମର ଉନ୍ନତି ହୋଇପାରିବ। ନଚେତ୍ ଏହିପରି ଜଙ୍ଗଲ ନଷ୍ଟ ହୋଇ ଚାଲିଲେ ସମୟ ଆସିବ, ସମଗ୍ର ବିଶ୍ୱ ମରୁଭୂମିରେ ପରିଣତ ହୋଇଯିବ। ମଣିଷ, ପଶୁପକ୍ଷୀ କେହି ବଞ୍ଚିପାରିବେ ନାହିଁ। ତେଣୁ ଆମେ ସମସ୍ତେ ମିଶି ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା। ବୃକ୍ଷରୋପଣ ହେଉଛି ଏକ ମହତ୍ କାର୍ଯ୍ୟ। ମୋର ପ୍ରିୟ ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ।